କଥାରେ ଅଛି ରକ୍ଷେ ହରିତ ମାରେ କିଏ। ଆୟୁଷ ନ ପୁରିଲେ ଜମ ବି ନେଇପାରିବ ନାହିଁ। ଏ କଥା ସତ ପ୍ରମାଣିତ ହୋଇଛି। ମହାନଦୀର ଅକାତକାତ ପାଣି ପୁଣି 50 କିମି ଭାସି ଆସିବା, ସେ ପୁଣି ଜୀବିତ ଅବସ୍ଥାରେ। କଥାଟା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ସତ ଅଟେ। ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ପହଞ୍ଚିଛନ୍ତି ଜଣେ ମହିଳା। ଝାରସୁଗୁଡ଼ା ପଲସ୍ତାରୁ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କଲେ ମତ୍ସ୍ୟଜୀବୀ। ମହିଳା ଜଣକ ପୁଣି ମାନସିକ ବିକୃତ ଅଟନ୍ତି, ଗୋଡ଼ରେ ବେଡ଼ି ପଡ଼ିଛି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଝାରସୁଗୁଡ଼ା ପଲସପଦାରେ ଘଟିଛି। ମହିଳା ଜଣକ ଛତିଶଗଡ଼ ରାୟଗଡ଼ା ଜିଲ୍ଲା ପୁସୁର ଥାନା ଅଧୀନ ପୁରଥ ଗ୍ରାମର ବୋଲି ଜଣାପଡ଼ିଛି। ମହିଳା ଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। ତାଙ୍କ ମାନସିକ ଅବସ୍ଥା ଠିକ୍ ରହୁନଥିବାରୁ ପରିବାର ଲୋକ ତାଙ୍କ ଗୋଡ଼ରେ ବେଡ଼ି ପକାଇ ରଖୁଥିଲେ। ମାତ୍ର ଗତକାଲି କୌଣସି ପ୍ରକାରେ ସେ ଘରୁ ଖସି ଆସି ନିକଟସ୍ଥ ମହାନଦୀ ନିକଟକୁ ଚାଲି ଆସିଥିଲେ। ସେଠାରେ ସେ ପାଣିକୁ ଖସି ପଡ଼ିଥିଲେ। ମହିଳା ଜଣକ ଗତକାଲିଠୁ ପାଦରେ ବେଡ଼ି ପଡ଼ିଥିବା ଅବସ୍ଥାରେ ଭାସି ଆସି ଝାରସୁଗୁଡ଼ା ପଲସ୍ତାରେ ଲାଗିଥିଲେ। ମତ୍ସ୍ୟଜୀବୀମାନେ ମାଛ ଧରିବା ନିମନ୍ତେ ମହାନଦୀକୁ ଯାଇଥିବା ବେଳେ ସେଠାରେ ଜଣେ ମହିଳା ଭାସୁଥିବା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ କୂଳକୁ ଅଣାଯାଇ ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ରେଙ୍ଗାଲି ଥାନାକୁ ନିଆଯାଇଥିଲା। ସେଠାରେ ପୁଲିସ ତାଙ୍କ ଠିକଣା ବୁଝି ଛତିଶଗଡ଼ରେ ଥିବା ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ମିଡିଆ ଭଏସ୍।